ଜାମ ଜିଲ୍ଲାର ଏକ ଛୋଟ ଗାଁ ଚନ୍ଦିପୁର। ଏଠାରେ ଲୋକେ ସହଜ, ସରଳ ଓ ହୃଦୟ ପ୍ରସାଦ। ପ୍ରକୃତିର ସୌନ୍ଦର୍ଯ୍ୟ ଏଠି ଏମିତି ଥିଲା ଯେ ପାହାଡ଼ର ହରିତ ସ୍ପର୍ଶ ଓ ନଦୀର ନୀରବ ସ୍ରୋତ ଗାଁକୁ ଆଲିଙ୍ଗନ କରି ରଖିଥିଲା। ସେହି ଗାଁରେ ଥିଲେ ଦୁଇଟି ହୃଦୟ, ବିକାଶ ଓ ଲିପି। ବିକାଶ ଥିଲା ଏକ ମଧ୍ୟମ ଶ୍ରେଣୀ ପରିବାରର ଛୋଟ ଛୋଟ ଚାଷୀ ଛୁଆ। ତାଙ୍କ ମା ଥିଲେ ଗାଁର ଆଙ୍ଗନୱାଡ଼ି କାର୍ଯ୍ୟକର୍ତ୍ରୀ ଓ ବାପା ଛୋଟ ଚାଷ କରୁଥିଲେ। ଲିପି ହେଲେ ଗାଁର ସରପଞ୍ଚଙ୍କ ଝିଅ, ଅଧିକାରୀ, ସୁନ୍ଦରୀ ଓ ଶିକ୍ଷିତ। ଦୁହେଁ ଏକେ ସ୍କୁଲରେ ପଢ଼ୁଥିଲେ। ପ୍ରଥମେ ଲିପି ବିକାଶକୁ କେବେ ଧ୍ୟାନ ଦେଇନଥିଲେ। ସେ ମାତ୍ର ଗୋଟିଏ ଶାନ୍ତ ଛୁଆ, ସବୁବେଳେ ପୁସ୍ତକ ନେଇ ବସିଥିବା। କିନ୍ତୁ ଦିନେ ସ୍କୁଲରେ ଏକ ଅନୁଷ୍ଠାନ ହେଲା। ବିକାଶ ତାହାର ଏକ ଗୀତ ଗାଇଲା, ତୁମେ ମୋ ଜୀବନରେ ଆସିଲା ବାତାସ ଭଳି, ଏବଂ ସେହି ମୁହୂର୍ତ୍ତରୁ ଲିପିଙ୍କ ହୃଦୟରେ କିଛି ଅଜଣା ସୁର ମାଡ଼ି ଆସିଲା। ଧୀରେ ଧୀରେ ଦୁହେଁ ଆଲୋଚନା ଆରମ୍ଭ କଲେ। ପ୍ରଥମେ ହୋମୱାର୍କରୁ, ପରେ ଦିନନିଶି ଜୀବନ ଯାଏ। ଏକ ଦିନ ବିକାଶ ତାଙ୍କୁ ଗାଁର ପାଖରେ ଥିବା ପିପଳ ଗଛ ତଳେ କହିଲା, ଲିପି, ମୁଁ ଜାଣେ ମୋ ଘର ତମ ଘର ଭଳି ବଡ଼ ନୁହେଁ, ମୋ ହାତରେ ସମ୍ପତ୍ତି ନାହିଁ, କିନ୍ତୁ ମୋ ହୃଦୟ ସାରା ତୋ ପାଇଁ ଅଛି। ଲିପି ହସିଲା, ଏକ ନିର୍ମଳ ହସ, ଯେଉଁଥିରେ ସେହି ପ୍ରେମର ପ୍ରଥମ ସ୍ପର୍ଶ ଦେଖିଲା ବିକାଶ। ଦୁହେଁ ସେଇଠୁ ପ୍ରତିଦିନ ସେହି ପିପଳ ତଳେ ମିଳୁଥିଲେ। ଚାଲିଲା ସ୍ୱପ୍ନ ଓ ଆଶାର ଯାତ୍ରା। ଦୁଇ ପରିବାରର ବାଧା, କିନ୍ତୁ ଏହି ପ୍ରେମ ଗାଁରେ ଲୁଚି ପାରିଲା ନାହିଁ। ଲିପିଙ୍କ ବାପା ସରପଞ୍ଚ ଦାସ ଏହା ଶୁଣି ବିକାଶଙ୍କ ଘରକୁ ଯାଇ ଗାଳି ଦେଲେ, ତୋ ଝିଅ ଆମ ଝିଅଙ୍କୁ ଭୁଲାଇ ରଖିଛି, ଏହା ଆମ ଘରର ଲଜ୍ଜା। ବିକାଶଙ୍କ ବାପା ଲଜ୍ଜାରେ ମୁହଁ ନମାଇଲେ। ଘରେ ଆସି ବିକାଶକୁ କହିଲେ, ପୁଅ, ତୁ ଯେତେ ବଡ଼ ହେଲୁ, ତଥାପି ଆମ ଗରିବ ଘର ଅଛି। ଆମେ ସରପଞ୍ଚ ଘରକୁ ମେଳ ଦେବାକୁ ଯାଉନି। ଏହି ସମ୍ପର୍କ ଭୁଲିଆ। ବିକାଶ ଅଶ୍ରୁ ନେଇ କହିଲା, ମା, ମୁଁ ତାକୁ ଭୁଲି ପାରିବିନି। ପ୍ରେମକୁ ଦାମ ଦେଇ କିଣାଯାଏ ନାହିଁ। ସେହି ରାତିରେ ବିକାଶ ଲିପିକୁ ଚିଠି ଲେଖିଲା, ଯଦି ମୁଁ ତୋତେ ହାରିଯାଏ, ମୁଁ ମୋ ଜୀବନ ହାରିଯିବି, କିନ୍ତୁ ମୁଁ ପ୍ରେମକୁ ଲଜ୍ଜା କରିପାରିବିନି। ଲିପି ସେହି ଚିଠି ପଢ଼ି ଆଖି ଭରିଲା। କିନ୍ତୁ ତାଙ୍କ ଘରେ ସେହି ଚିଠି ଧରାପଡ଼ିଲା। ସରପଞ୍ଚ ଦାସ ଲିପିକୁ ଗାଁରେ ଲଜ୍ଜା କରାଇ ଘରେ ବନ୍ଦ କରିଦେଲେ। ଝଡ଼ ଦିନରେ ବିଦାୟ। ଏକ ରାତି ଝଡ଼ ହେଉଥିଲା, ବିଜୁଳି ଚମକୁଥିଲା, ବର୍ଷା ହେଉଥିଲା ମେଘ ଭଙ୍ଗି। ସେଇ ରାତିରେ ଲିପି ଘରୁ ପଳେଇଗଲା। ଛାତିରେ ମାଙ୍କ ଦିଆ ଦୁପଟା ମୁହଁରେ ପଡ଼ିଥିଲା। ସେ ପିପଳ ତଳେ ଗଲା। ବିକାଶ ଆସିଥିଲା। ଦୁହେଁ ହାତ ଧରି କାନ୍ଦୁଥିଲେ। ଲିପି କହିଲା, ବିକାଶ, ଆସ, ଆମେ ଏଠାଠୁ ଦୂରକୁ ଯାଉ, ଯେଉଁଠାରେ କେହି ଆମକୁ ଅଲଗା କରିପାରିବେନି। ବିକାଶ ମାତ୍ର ହସିଲା, ତୁମେ ଚାହିଁଲେ ଆକାଶ ମୋ ପାଖରେ ଆସିଯିବ, କିନ୍ତୁ ମୁଁ ମୋ ମାକୁ ଛାଡ଼ିପାରିବିନି। ସେହି ମୁହୂର୍ତ୍ତରେ ବଜ୍ରପାତ ହେଲା। ଆକାଶମାନେ ଯେପରି ତାଙ୍କ ପ୍ରେମର ଶେଷ ଗୀତ ଗାଇଲା। ଅଚାନକ ଗଛ ତଳେ ଯେଉଁଠି ସେମାନେ ଦଣ୍ଡାଇଥିଲେ, ବିଜୁଳି ପଡ଼ିଲା। ଲିପି ଜଗିଲା, କିନ୍ତୁ ବିକାଶ ତାଙ୍କ ହାତରେ ନିର୍ଜୀବ ଥିଲେ। ତାଙ୍କ ଅଧରରେ ହେଲା ଅନ୍ତିମ ହସ, ସେଇ ହସ ଯାହା ଲିପିଙ୍କ ହୃଦୟକୁ ଜୀବନଭରି ଜଳାଇ ରଖିଲା। ଶେଷ ଅଧ୍ୟାୟ। କିଛି ବର୍ଷ ପରେ ଗାଁରେ ଲୋକେ ଏକ ନୂଆ ମନ୍ଦିର ତିଆରି କଲେ, ପିପଳ ତଳରେ। ସେହି ମନ୍ଦିର ଆଜି ବିକାଶ ଲିପି ମନ୍ଦିର ଭାବେ ପରିଚିତ। ଲୋକେ କହନ୍ତି, ଯେଉଁ ଯୁବକ ଯୁବତୀ ଏଠି ପ୍ରେମର ଶପଥ ନେଇଥାନ୍ତି, ସେମାନଙ୍କ ପ୍ରେମ ଜୀବନଭରି ଅବିଚଳ ରହେ। ଲିପି ଆଜି ପର୍ଯ୍ୟନ୍ତ ସେହି ମନ୍ଦିରର ଦେଉଳ ତଳେ ତାଙ୍କ ପ୍ରେମର ଫୁଲ ରଖିଯାଆନ୍ତି ଏବଂ ନୀରବ ହସରେ କହନ୍ତି, ପ୍ରେମ ହେଉଛି ଜୀବନର ଶେଷ ନୁହେଁ, ସେ ହେଉଛି ଆତ୍ମାର ଅମର ଅଧ୍ୟାୟ। ଶିକ୍ଷା, ସତ ପ୍ରେମ କେବେ ମରେ ନାହିଁ। ସେ ଲୋକମାନଙ୍କ ହୃଦୟରେ, ଗୀତରେ ଓ ସ୍ମୃତିରେ ଅମର ରହେ।